ଦ୍ୱାରଶୁଣି ଘାଟି ରାସ୍ତାରେ ଓଲଟିଲା ଆଇରନ୍ ବୋଝେଇ ଟ୍ରକ୍, ଚାପି ହୋଇ ଚାଳକ ମୃତ୍ୟୁ, ହେଲ୍ପର ଗୁରୁତର। ବାଙ୍ଗିରିପୋଷି ଦେଇ ଯାଇଥିବା 49 ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ରାସ୍ତାରେ ଏକ ଆଇରନ୍ ବୋଝେଇ ଟ୍ରକ୍ ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକ ଜଣକ ମୃତ୍ୟୁବରଣ କରିଥିବା ବେଳେ ହେଲ୍ପର ଗୁରୁତର ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନା ମୁତାବକ ୟୁପି 1280 1493 ନମ୍ବର ବିଶିଷ୍ଟ ଏକ ଆଇରନ୍ ବୋଝେଇ ଟ୍ରକ୍ କଲିକତା ଅଭିମୁଖେ ଯାଉଥିବା ବେଳେ ଦ୍ୱାରଶୁଣି ଘାଟି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ସୁରକ୍ଷା ପ୍ରାଚୀରରେ ବାଡ଼େଇ ହୋଇ ଓଲଟି ପଡ଼ିଥିଲା। ଫଳରେ ଉଭୟ ଚାଳକ ଏବଂ ହେଲ୍ପର ଟ୍ରକ୍ ମଧ୍ୟରେ ଚାପି ହୋଇଯାଇଥିଲେ। ଖବର ପାଇ ବାଙ୍ଗିରିପୋଷି ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହେଲ୍ପର ଉତ୍ତରପ୍ରଦେଶର ଶିବ କୁମାରଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ଟ୍ରକ୍ ଚାଳକ ହରିୟାଣାର ସଞ୍ଜୁମଣି ରାମଙ୍କର ମୃତ ଅବସ୍ଥାରେ ଉଦ୍ଧାର କରି NHI ଆମ୍ବୁଲାନ୍ସ ସାହାଯ୍ୟରେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ହଟାଇ ଯାତାୟାତ ସ୍ୱାଭାବିକ କରିଥିଲେ। ଥାନାରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଡ୍ରାଇଭର ଦିବସରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁରେ ବାଙ୍ଗିରିପୋଷି ଡ୍ରାଇଭର ମହାସଂଘ ତରଫରୁ ଶୋକ ପ୍ରକାଶ ପାଇଛି। ବାଙ୍ଗିରିପୋଷିରୁ ବିଭୂତିଭୂଷଣ ମହାନ୍ତଙ୍କ ରିପୋର୍ଟ, ଅନୁଧ୍ୟାନ ଟିଭି।